ବର୍ଡରରୁ ହଜିଲେଣି 100ରୁ ଅଧିକ ଝିଅ। ଲଭ୍ ଟ୍ରାପ୍, ଜବ୍ ଟ୍ରାପ୍ ନା ଇଣ୍ଟରନ୍ୟାସନାଲ ଟ୍ରାପ୍? ସୁପ୍ରିମକୋର୍ଟରେ ସାଂଘାତିକ ମାମଲା। ଉତ୍ତର ଭାରତର ମତିହାରୀ ଓ ରାଜସୁଲ ବର୍ଡରରୁ ମିସିଂ ହେଲେଣି 100ରୁ ଅଧିକ ଝିଅ। ହଠାତ୍ ନିଖୋଜ ହୋଇଯାଉଛନ୍ତି, ଆଉ କେହି ଖବର ପାଉନାହାନ୍ତି। ନିଖୋଜ ଝିଅଙ୍କର ବୟସ ପ୍ରାୟତଃ 18ରୁ 25 ବର୍ଷ ଭିତରେ। ଚାକିରିରେ ପ୍ରଲୋଭନ ଦେଖାଇ ଏବଂ ବିବାହରେ ଫସାଇବା ଭଳି ଅଭିଯୋଗ ଦିଆଯାଇଛି ବୋଲି ସୂଚନା ସାମ୍ନାକୁ ଆସିଛି। ଏହାସହ ଏହାକୁ ଏକ ସାଂଘାତିକ ଘଟଣା କହି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଗତ 6 ମାସ ଭିତରେ ଉତ୍ତର ଭାରତର ବିହାରର ମତିହାରୀ ବର୍ଡରରୁ ପ୍ରାୟ 100ରୁ ଉର୍ଦ୍ଧ୍ୱ ଝିଅ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ନିଖୋଜ ଘଟଣା ଦେଶର ସୁପ୍ରିମକୋର୍ଟର ଦୃଷ୍ଟିକୁ ଆକର୍ଷଣ କରିଛି। ଏହି ମାମଲାର ପ୍ରକୃତ ଘଟଣା କ'ଣ ରହିଛି ତାହାକୁ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଛି। ପ୍ରକୃତରେ ଏହି ଘଟଣାଟି ସାରା ଭାରତ ପାଇଁ ବିପଦ ସୃଷ୍ଟି କରିପାରେ, କାରଣ ଏହା ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗ ସହ ଯୋଡ଼ି ନାହିଁ ତ। ପ୍ରକୃତରେ ଏହି ଘଟଣାଟି ଏବେ ଭାରତୀୟମାନଙ୍କ ମଧ୍ୟରେ ଡର ସୃଷ୍ଟି କଲାଣି। ଆପଣଙ୍କ ମତାମତ କ'ଣ ନିଶ୍ଚୟ କମେଣ୍ଟ ସେକ୍ସନରେ ଜଣାଇବେ। ପାରିବେ ଯଦି ଗୋଟେ ଛୋଟିଆ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।